ଆଉ ଏକ ନୂଆ କ୍ଲାସ୍କୁ ମୋର ସମସ୍ତ ପାଠକ ମଣ୍ଡଳୀମାନଙ୍କୁ ପ୍ରଥମେ ମୁଁ ସ୍ୱାଗତ ଜଣାଉଛି। ଆଜି ଆମେ ରାମଚନ୍ଦ୍ର ବେହେରାଙ୍କ ଜୀବନୀ ସମ୍ପର୍କରେ ଆଲୋଚନା କରିବା। ରାମଚନ୍ଦ୍ର ବେହେରା 1945 ମସିହା ନଭେମ୍ବର ମାସ 2 ତାରିଖ ଦିନ କେନ୍ଦୁଝର ଜିଲ୍ଲା ଘଟଗାଁ ନିକଟସ୍ଥ ବାରହାଟିପୁର ଗାଁରେ ଜନ୍ମିତ ଜଣେ ଓଡ଼ିଆ ଲେଖକ, ଔପନ୍ୟାସିକ ଓ ନାଟ୍ୟକାର। ଅନେକ ସାଧାରଣ ଘଟଣା ଓ ଚରିତ୍ରରେ ଲୁଚି ରହିଥିବା ଦାର୍ଶନିକ ଓ ପ୍ରତୀକାତ୍ମକ ବିଶ୍ଳେଷଣ, ସମବେଦନା ଓ ମନନଶୀଳତାକୁ ନିଜ ରଚନା ମାଧ୍ୟମରେ ସେ ପ୍ରକାଶ କରିଛନ୍ତି। ରାମଚନ୍ଦ୍ର ରେଭେନ୍ସା ମହାବିଦ୍ୟାଳୟ ଓ ବନାରସ ବିଶ୍ୱବିଦ୍ୟାଳୟରୁ ଇଂରାଜୀ ସାହିତ୍ୟ ଅଧ୍ୟୟନ କରି 1969 ମସିହାରେ କେନ୍ଦ୍ରାପଡ଼ା କଲେଜରେ ଅଧ୍ୟାପକ ଭାବେ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ। ତାଙ୍କ ପ୍ରଥମ ଗଳ୍ପ ବିଶେଷ ସୂର୍ଯ୍ୟର ବହ୍ନି ପ୍ରକାଶ ପାଇଥିଲା 1971 ନଭେମ୍ବର ମାସ ନବରବି ପତ୍ରିକାରେ। ପତ୍ରିକାର ସମ୍ପାଦକ କଣ୍ଡୁରି ଚରଣ ଦାସଙ୍କ ଠାରୁ ରାମଚନ୍ଦ୍ରଙ୍କୁ ମିଳିଥିଲା ଏକ ପ୍ରଶଂସାମୂଳକ ଚିଠି। ସେ ଚିଠି ଥିଲା ରାମଚନ୍ଦ୍ରଙ୍କ ପାଇଁ ପ୍ରେରଣାର ସ୍ରୋତ। ତାପରେ ସେ ବରାବର ଲେଖି ଚାଲିଲେ ଗଳ୍ପ। 1976 ମସିହାରେ ଅଗ୍ରଦୂତ ପ୍ରକାଶନୀ ଦ୍ୱାରା ତାଙ୍କର ପ୍ରଥମ ଗଳ୍ପଗ୍ରନ୍ଥ ଦ୍ୱିତୀୟ ଶ୍ମଶାନ ପ୍ରକାଶିତ ହୋଇଥିଲା। 2010 ମସିହା ମଇ ମାସ 31 ତାରିଖରେ ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଭାବେ କାର୍ଯ୍ୟଭାର ସେ ଗ୍ରହଣ କରିଥିଲେ। ତାଙ୍କ ରଚନାବଳୀ ସମ୍ପର୍କରେ ମଧ୍ୟ ଆମେ ଜାଣି ରଖିବା। ରାମଚନ୍ଦ୍ର ବେହେରା 10ଟି କ୍ଷୁଦ୍ରଗଳ୍ପ ସଂକଳନ, 8ଟି ଉପନ୍ୟାସ, 16ଟି ରେଡ଼ିଓ ନାଟକ ଓ 6ଟି ମଞ୍ଚ ନାଟକର ଲେଖକ ଭାବରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସ୍ଥାପନ କରିପାରିଛନ୍ତି। ତାଙ୍କ ଉପନ୍ୟାସ ଗୁଡ଼ିକ ହେଉଛି ଅଭିନୟର ପରିଧି 1991, ଧୂସର ସୂର୍ଯ୍ୟାସ୍ତ 1996, ଦୁଆର ଟପିଲେ ବାଟ 2000 ମସିହା, ପାଦ ତଳର ମାଟି 2003, ଚିହ୍ନା ଅଚିହ୍ନା 2009। ତାଙ୍କର ଗପ ଗୁଡ଼ିକ ହେଉଛି ଦ୍ୱିତୀୟ ଶ୍ମଶାନ 1976, ଅଚିହ୍ନା ପୃଥିବୀ, ଅବଶିଷ୍ଟ ଆୟୁଷ, ଓଁକାର ଧ୍ୱନି, ଗୋପପୁର 2003, ଅସ୍ଥାୟୀ ଠିକଣା 2002, ସବୁଜିମାର ପରମାୟୁ 2006। ତାଙ୍କର ଏ ଥିଲା ଗଳ୍ପ ଗୁଡ଼ିକ। ତାଙ୍କର ନାଟକ ଗୁଡ଼ିକ ହେଉଛି କୁହୁଡ଼ି ଓ ତୃଷ୍ଣା, ଘର, ଶେଷ ପ୍ରଶ୍ନ, ଯନ୍ତା ଇତ୍ୟାଦି ଗୁଡ଼ିକ ତାଙ୍କର ନାଟକ ଥିଲା। ମଞ୍ଚ ନାଟକ ଗୁଡ଼ିକ ତାଙ୍କର ହେଉଛି ନୂଆ କଲୋନୀ, ଧୂସର ପୃଥିବୀ। ସେ ପାଇଥିବା ସମ୍ମାନ ଆଉ ପୁରସ୍କାର ଗୁଡ଼ିକ ହେଉଛି କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର 2005 ମସିହାରେ ଗୋପପୁର ଗଳ୍ପ ସଂକଳନ ପାଇଁ ପାଇଥିଲେ। ଅତିବଡ଼ି ଜଗନ୍ନାଥ ଦାସ ସମ୍ମାନ 2020 ମସିହାରେ ପାଇଥିଲେ। ଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାର 1993 ମସିହାରେ ଅଭିନୟର ପରିଧି ପାଇଁ ସେ ପାଇଛନ୍ତି। ଝଙ୍କାର ପୁରସ୍କାର କ୍ଷୁଦ୍ରଗଳ୍ପ 1981 ମସିହାରେ ପ୍ରଜାତନ୍ତ୍ର ପ୍ରଚାର ସମିତି ଦ୍ୱାରା ପାଇଥିଲେ। ସାରଳା ପୁରସ୍କାର 1991 ମସିହାରେ ଓଁକାର ଧ୍ୱନି ପାଇଁ ପାଇଛନ୍ତି। ବିଶୁବ ପୁରସ୍କାର 1999 ମସିହାରେ ପାଇଥିଲେ। ଫକୀର ମୋହନ କ୍ଷୁଦ୍ରଗଳ୍ପ ସମ୍ମାନ 2000 ମସିହାରେ ଉତ୍କଳ ସାହିତ୍ୟ ସମାଜ ପ୍ରଦତ୍ତ ଦ୍ୱାରା ପାଇଛନ୍ତି। ଡିଏସ୍ସି ଡିଲିଟ୍ 2019 ମସିହାରେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟରୁ ପାଇଛନ୍ତି। ପଣ୍ଡିତ ଗୋଦାବରୀଶ ସମ୍ମାନ 2010 ମସିହାରେ ପାଇଛନ୍ତି। ନାଟ୍ୟ ସମ୍ମାନ 2010 ମସିହାରେ ପାଇଛନ୍ତି। ଏ ଥିଲା ରାମଚନ୍ଦ୍ର ବେହେରାଙ୍କ ଜୀବନୀ ସମ୍ପର୍କିତ ଏକ ସାମୂହିକ ଆଲୋଚନା। ଏ ଆଲୋଚନାଟି ଯଦି ପାଠକମାନଙ୍କୁ କିଛି ମାତ୍ରାରେ ସହଯୋଗ କରିପାରେ ତାହେଲେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ, ଲାଇକ୍ କରିବେ, ସେୟାର କରିବେ ଏବଂ ନିଜସ୍ୱ ଅଭିମତ ପ୍ରଦାନ କରିବେ।